ପିଲାମାନେ ତୁମେମାନେ ଲୁଚକାଳି ଖେଳ କେବେ ଖେଳିଥିବ? ଦେଖିଥିବ ଜଣେ କ'ଣ କରିଥିବ ନା ତା ଆଖିଟାକୁ ବନ୍ଦ କରିଥିବ ଆଉ ବାକି ସବୁ କ'ଣ କରିଥିବେ ନା ଲୁଚୁଥିବେ। ତାପରେ ସେ ଆଖି ଖୋଲିଲା ପରେ ସମସ୍ତେ ଲୁଚି ପଡ଼ିଥିବେ। ତାକୁ ତୁମେ କ'ଣ କରୁଛ ନା ଖୋଜୁଛ। ଏଠି ଗୋଟେ ପାଠ ଅଛି କେବଳ ପଠନ ନିମନ୍ତେ ଲୁଚକାଳି ଖେଳ। ପିଲାମାନେ ଚିତ୍ରରେ କ'ଣ ଦେଖୁଛ ନା ଗୋଟେ ହାତୀଟି ଲୁଚିଛି ଗୋଟେ ଗଛ ପଛରେ। ଏପଟେ ତାକୁ ପିମ୍ପୁଡ଼ି ଖୋଜୁଛି। ତ ଏ ପାଠରେ କ'ଣ ଲେଖା ହେଇଛି ଦେଖିବା ଚାଲ। ନା ଦିନେ ପିମ୍ପୁଡ଼ି ଓ ହାତୀ ଲୁଚକାଳି ଖେଳୁଥିଲେ। ପିଲେ ହାତୀ ବଡ଼ ପିମ୍ପୁଡ଼ି ଛୋଟ ନା ନାହିଁ। ହାତୀ ଯେଉଁଠି ଲୁଚିଲେ ବି ପିମ୍ପୁଡ଼ି ସବୁବେଳେ ଜାଣି ଦେଉଥିଲା, କାରଣ ହାତୀର ଆକାର ବହୁତ ବଡ଼ ଥିଲା। ଯେତେବେଳେ ପିମ୍ପୁଡ଼ି ମନ୍ଦିର ଭିତରେ ଲୁଚୁଥିଲା ସେତେବେଳେ ହାତୀ ବି ତାକୁ ଖୋଜି ପାଇଗଲା। କହିଲ ଦେଖି, ମନ୍ଦିର ଭିତରେ ପିମ୍ପୁଡ଼ି ଲୁଚି ରହିଥିବା କଥା ହାତୀ କିପରି ଜାଣିଲା? ପିଲାମାନେ ତମେ ଜାଣିପାରୁଛ? ଦେଖିଲ ଟିକେ ଏଇ ଚିତ୍ରଟାକୁ। ଯଦି ଦେଖିକି ଜାଣିପାରୁଥିବ ତେବେ କମେଣ୍ଟରେ ଲେଖିବ, ନିହାତି ଭାବରେ କମେଣ୍ଟରେ ଲେଖିବ କିପରି ଜାଣିଲା। এই ପାଠର ଶେଷରେ ମୁଁ ତୁମକୁ ଏହାର ଉତ୍ତର କହିବି। ତା ଭିତରେ ତୁମେ କ'ଣ କରିବ ନା ତୁମେ ଉତ୍ତର ଲେଖିଦେବ। ଦେଖ, ଏହାପରେ ଗୋଟେ ପାଠ ଅଛି ଯାହାର ହେଉଛି କାହାର କେତେ ଗୋଡ଼। ପିଲାମାନେ ଆମେ ଜାଣିଛନ୍ତି ଯେ ଆମେ କ'ଣ କରୁଛନ୍ତି ନା ଗୋଡ଼ ଦ୍ୱାରା ଚାଲୁଛନ୍ତି ନା ନାହିଁ। ଏଠି ସମସ୍ତେ ଗୋଡ଼ ଦ୍ୱାରା ଚାଲୁଛନ୍ତି, ଗୋଡ଼ ଦ୍ୱାରା କିଛି କାମ କରିପାରୁଛନ୍ତି। ତ କାହାର କେତେ ଗୋଡ଼ ଆମେ ଜାଣିବା। ବଣର ପାଠଶାଳା, ପାଠ ପଢ଼ା ଚାଲିଥାଏ। ବାଘ ଗୁରୁଜୀ ହୋଇ ପାଠ ପଢ଼ାଉଥାଏ। ହେଲେ ଆଜି ଯିବା ଆମେ କ'ଣ କରିବା ନା ପାଠଶାଳାକୁ ଯିବା, ଯେଉଁଠିକି ବଣରେ ଥିବା ଗୁରୁଜୀ ହେଉଛନ୍ତି ବାଘ। ସେ ବଣର ଶିଷ୍ୟମାନଙ୍କୁ କ'ଣ ପାଠ ପଢ଼ାଉଛନ୍ତି ଆମେ ଦେଖିବା ଆଜି। ବାଘ ପିଲେ ଗୁରୁଜୀ। ପିଲାମାନେ କହିଲ ଦେଖି, ଗୋଡ଼ ଆମର କ'ଣ ଉପକାର କରେ? ମାଙ୍କଡ଼, ଗୁରୁଜୀ ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡ଼ୁ। ସାପ ପୁଣି କହିଲା, ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭାର ଦେଇ ଯିବା ଆସିବା କରେ। ବାଘ, ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକର ବି ଗୋଡ଼ ନାହିଁ। ଦେଖରେ ପିଲେ, ଏପଟେ ଗୋଟେ ଜିଆ ଅଛି, ୟାର ଗୋଡ଼ ଅଛି। ଇଏ କ'ଣ କରେ ନା ପେଟରେ ଭାର ଦେଇ ଚାଲେ। ଏପଟେ ଦେଖ, ବାଘ କ'ଣ କରୁଛି ନା ପାଠ ପଢ଼ଉଛି ପିଲାମାନେ। ଏଠି ମାଙ୍କଡ଼ ବସିଛି, ସାପ ବସିଛି, ହାତୀ, କାଉ, ଭାଲୁ, ମୟୂର ସମସ୍ତେ ଏଠି ବସିଛନ୍ତି। ମୟୂର କହିଲା, ଗୁରୁଜୀ ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ, ମଣିଷର ବି ଦୁଇଟି ଗୋଡ଼। ଭାଲୁ, କିନ୍ତୁ ମୋର ଚାରୋଟି ଗୋଡ଼ ଅଛି। ସିଂହ, ହରିଣ, ଠେକୁଆ ଭାଇମାନଙ୍କର ବି ଚାରୋଟି ଲେଖାଏଁ ଗୋଡ଼ ଅଛି। ପୁଣି ମାଙ୍କଡ଼ କହିଲା, ମୋର ମଧ୍ୟ ଚାରୋଟି ଗୋଡ଼। ମୁଁ ମୋ ଆଗ ଦୁଇ ଗୋଡ଼କୁ ହାତ ପରି କାମରେ ଲଗାଏ। ମୋର ପାଞ୍ଚଟା ଗୋଡ଼ ବୋଲି ଭାବୁଛ କି? ନା ନା, ମୋର ବି ଚାରୋଟି ଗୋଡ଼, ଗୋଟିଏ ଲମ୍ବା ଶୁଣ୍ଢ ଅଛି। ବାଘ, ଆଚ୍ଛା ପିଲାମାନେ କହିଲ, ମଶା ଓ ମାଛିର କେତୋଟି ଗୋଡ଼? ପ୍ରଜାପତି କହୁଛି, ମଶା ଓ ମାଛିଙ୍କର 6ଟି ଗୋଡ଼। ମୋର ବି 6ଟି ଗୋଡ଼। ଜନ୍ଦା, ପିମ୍ପୁଡ଼ି, ଭଅଁର, ମହୁମାଛିଙ୍କର ବି 6ଟି ଲେଖାଏଁ ଗୋଡ଼। ବାଘ, ଆରେ ବାଃ, ଏଥର କହିଲ କାହାର 8ଟି ଗୋଡ଼ ଅଛି? ବୁଢ଼ିଆଣୀ, ମୋର ପରା 8ଟି ଗୋଡ଼। ମାଙ୍କଡ଼ର ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ବାଘ, ବହୁତ ଭଲ। ପିଲାମାନେ ଜାଣିଛ କି, ଗୋଟିଏ କୀଟ ତାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏହି ଅଦ୍ଭୁତ କୀଟର ନାମ ହେଲା ବିଛା। ତୁମେମାନେ କିଏ ବିଛା ଦେଖିଛ କି? କାଉ, ହଁ ମୁଁ ଦେଖିଛି। ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଗଛର ଛାଲି ଭିତରେ ଆଉ ଓଦା ଘାସପତ୍ର ତଳେ ରହେ। ଦେଖିପାରୁଥିବ, ଇଏ ହେଉଛି ସେ ବିଛା ଯାହାର କି 30ରୁ 382 ଯାଏଁ ଗୋଡ଼ ଅଛି। ବାଘ, ଆରେ ବାଃ, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ଏଇ ଯେଉଁ ପାଠ କାହାର କେତେ ଗୋଡ଼, ଏରୁ ଆମେ ପ୍ରାଣୀ ଓ ପ୍ରାଣୀ ଜଗତର ବିଭିନ୍ନତା ଏବଂ ସେମାନଙ୍କର ଶରୀର ଗଠନ ବିଷୟରେ ଅନେକ ଗୁରୁତ୍ୱ କଥା ଶିଖିବାକୁ ପାଉ। ଯେମିତିକି ଗୋଡ଼ ଆମକୁ ଚାଲିବାକୁ, ଡେଇଁବାକୁ ଏବଂ ଦୌଡ଼ିବାରେ ସାହାଯ୍ୟ କରେ। ପ୍ରାଣୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସାହାଯ୍ୟ କରେ। ସେହିପରି ଭାବରେ ଜୀବଜନ୍ତୁଙ୍କର ଶ୍ରେଣୀ ବିଭାଗ ବିଷୟରେ ଜାଣିପାରିଲେ ଯେ କେଉଁ କେଉଁ ପଶୁର ଗୋଡ଼ ଅଛି ଆଉ କେଉଁ ପଶୁର ଗୋଡ଼ ନାହିଁ। ଯେପରି ଗୋଡ଼ ନଥିବା ପ୍ରାଣୀ ହେଉଛନ୍ତି କେଉଁମାନେ ନା ସାପ, ଜିଆ, ମାଛ, ଗେଣ୍ଡା ଏବଂ ଜୋକ। ଏମାନେ ଛାତିରେ ଭାର ଦେଇ ବା ପହଁରି ଚଳପ୍ରଚଳ କରନ୍ତି। ସେହିପରି ଭାବରେ ଦୁଇ ଗୋଡ଼ିଆ, ଯେମିତିକି ମୟୂର ସମେତ ସବୁ ପ୍ରକାର ପକ୍ଷୀ ଏବଂ ମଣିଷ ହେଉଛି ଦୁଇ ଗୋଡ଼ିଆ। ଚାରି ଗୋଡ଼ିଆ ହେଉଛନ୍ତି ଭାଲୁ, ସିଂହ, ହରିଣ, ଚମରି ଗାଈ ଏବଂ ହାତୀ। ମନେ ରଖନ୍ତୁ ପିଲେ, ହାତୀର ଶୁଣ୍ଢ ଗୋଟିଏ ଗୋଡ଼ ନୁହେଁ, ତାକୁ କେବେ ମଧ୍ୟ 5ଟି ଗୋଡ଼ ମଧ୍ୟ କହିବ ନାହିଁ। ସେହିପରି 6ଟି ଗୋଡ଼ ଥିବା
ପ୍ରାଣୀ ହେଉଛନ୍ତି କିଏ ନା ମଶା, ମାଛି, ପ୍ରଜାପତି, ଭଅଁର, ପିମ୍ପୁଡ଼ି, ଉଇ ଏବଂ ମହୁମାଛି। 8ଟି ଗୋଡ଼ ଥିବା ବୁଢ଼ିଆଣୀ ଏବଂ ମାଙ୍କଡ଼ସା। ଆଉ ଅଜସ୍ର ଗୋଡ଼ ହେଉଛି କାହାର ନା ବିଛା, ଯାହାର କି 30ରୁ 300 ପର୍ଯ୍ୟନ୍ତ ଗୋଡ଼ ଥାଇପାରେ। ଏମାନେ କ'ଣ କରନ୍ତି ନା ପରିବେଶ ସହ ସମସ୍ତେ ଖାପ ଖୁଆଇ ଚଳନ୍ତି। ପ୍ରତ୍ୟେକ ଜୀବର ଗୋଡ଼ ସେମାନଙ୍କ ରହିବା ସ୍ଥାନ ଏବଂ ଚଳଣି ଅନୁସାରେ ତିଆରି ହୋଇଛି। ଉଦାହରଣ ସ୍ୱରୂପ ସାପର ଗୋଡ଼ ନାହିଁ କାରଣ ସେ ବିଲ ଗାତ ଭିତରେ ସହଜରେ ପଶିପାରିବ। ବୁଝିଲ ନା ପିଲାମାନେ? ଆମ ଚାରିପାଖରେ ଥିବା ପ୍ରକୃତିକୁ ଭଲ ଭାବରେ ନିରୀକ୍ଷଣ କଲେ ଜାଣିବା ଆଉ ବହୁତ କଥା ନୂଆ କଥା ଶିଖିପାରିବା। ଛୋଟ ପ୍ରାଣୀଙ୍କର ମଧ୍ୟ ନିଜସ୍ୱ ସ୍ୱତନ୍ତ୍ରତା ରହିଛି। ହେଲା, ଏଇ ପାଠରୁ ଆମେ ଏଇ ଜିନିଷ ଗୁଡ଼ିକ ଶିଖିବା। ଆସ କଥା ହେବା। ଏକ ହେଲା, ତୁମେ ଘରେ ଦେଖିଥିବା କେତୋଟି ପଶୁପକ୍ଷୀର ନାମ କୁହ, ସେମାନଙ୍କର ଗୋଡ଼ ସଂଖ୍ୟା କୁହ। ତ ଆମ ଘରେ ବା ଘର ପାଖରେ ଦେଖୁଥିବା କେତୋଟି ପଶୁପକ୍ଷୀ ହେଲେ, ଯେମିତିକି ଗୋଟେ ହେଲା ଗାଈ, ଯାହାର ଗୋଡ଼ ହେଉଛି 4ଟି, କୁକୁର ଯାହାର ଗୋଡ଼ ହେଉଛି 4ଟି, କୁକୁଡ଼ା ଯାହାର ଗୋଡ଼ 2ଟି, ପାରା 2ଟି ଗୋଡ଼, ବିଲେଇ 4ଟି ଗୋଡ଼। 2 ନମ୍ବର ହେଲା, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ କ'ଣ ସବୁ ଅସୁବିଧା ହୁଅନ୍ତା? ତ ଉତ୍ତର ଲେଖିବ, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିକରି ଯାଇପାରନ୍ତେ ନାହିଁ। ସେମାନଙ୍କୁ ଖାଦ୍ୟ ଖୋଜିବାରେ, ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ଦୌଡ଼ିବାରେ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ବହୁତ କଷ୍ଟ ହୁଅନ୍ତା। 3 ନମ୍ବର ହେଲା, ସାପର ଗୋଡ଼ ଅଛି କି ସେ କିପରି ଚାଲେ? ନା, ସାପର ଗୋଡ଼ ନାହିଁ, ସେ ନିଜ ଛାତିରେ ଭାର ଦେଇ ସିରି ହୋଇ ଚାଲେ। 4 ନମ୍ବର, ତୁମେ ପାଦରେ ଚପଲ ନ ପିନ୍ଧିଲେ କ'ଣ ହେବ? ତ ଉତ୍ତର ଲେଖିବ, ପାଦରେ ଚପଲ ନ ପିନ୍ଧି ଚାଲିଲେ ପାଦରେ କଣ୍ଟା, ଗୋଡ଼ି ବା କାଚ ପଶିଯାଇ କ୍ଷତ ହୋଇପାରେ। ଏହାଛଡ଼ା ଗୋଡ଼ ଅପରିଷ୍କାର ହୋଇ ଚର୍ମରୋଗ ହେବାର ଭୟ ଥାଏ ଏବଂ ଖରାଦିନେ ତଳ ଗରମ ଥିବାରୁ ପାଦ ପୋଡ଼ିପାରେ। 5 ନମ୍ବର, 10ଟା ଗୋଡ଼ ଥିବା ଜୀବ ଦେଖିଛ କି? ସେ କେଉଁଠାରେ ରହେ? ତ ଉତ୍ତର ଲେଖିବ, ସାଧାରଣତଃ କଙ୍କଡ଼ାର 10ଟି ଗୋଡ଼, 8ଟି ଚାଲିବା ଗୋଡ଼ ଓ 2ଟି ଆଗରେ ଥିବା ଚିମୁଟା ଭଳି ଗୋଡ଼ ଥାଏ। ସେମାନେ ପ୍ରାୟତଃ ନଦୀ, ପୋଖରୀ, ସମୁଦ୍ର କୂଳ ବା ପାଣିରେ ଜମା ରହୁଥିବା ଗାତରେ ରୁହନ୍ତି। 5, ଆସ ଚିତ୍ର କରି ରଙ୍ଗ ଦେବା। ତୁମକୁ ଭଲ ଲାଗୁଥିବା ଯେକୌଣସି ପଶୁ, ପକ୍ଷୀ, ସରୀସୃପ, କୀଟପତଙ୍ଗ ଚିତ୍ର କରି ରଙ୍ଗ ଦିଅ। ତାର ନାମ ତଳେ ଲେଖ। ଦେଖ, ଏଇଟା ଗୋଟେ ଜାଗା ଅଛି ଯାହାକି ତୁମେ କ'ଣ କରିବ ନା ଚିତ୍ର କରିବ ଆଉ ତାହାର ନାମ ଲେଖିବ। ଏହା ତୁମର ନିଜ ପାଇଁ କାମ ଆଉ ତୁମେ ଏହାକୁ ନିଜେ କରିବ। ଆସ ଭାବିବା ଆଉ ଲେଖିବା। 1 ନମ୍ବର, ଝିଣ୍ଟିକାଟିଏ ଡେଇଁ ଡେଇଁକା ଖେଳୁଥିଲା। ସେ ବାଟ ଦେଇ ପିମ୍ପୁଡ଼ିଟେ ଯାଉଥିଲା। ଝିଣ୍ଟିକାଟାକୁ ଡାକିଲା। ତାହେଲେ ଝିଣ୍ଟିକା ଆଉ ପିମ୍ପୁଡ଼ି କ'ଣ କଥାବାର୍ତ୍ତା ହୋଇଥିବେ? ଆସ ଭାବିବା ଆଉ ଖାଲି ଘରେ ଲେଖିବା। ତ ପିଲାମାନେ, ଖାଲି ଘର ତ ଜାଗା ହେବନି, ତୁମେ ଦେଖିପାରୁଥିବ ଝିଣ୍ଟିକା ଆଉ ପିମ୍ପୁଡ଼ି ଭିତରେ ବାର୍ତ୍ତାଳାପ ଚାଲିଛି। ତ ଆକୁ ଆମେ କ'ଣ କରିବା ନା, ସେମାନେ କ'ଣ କଥା ହେଉଥିବେ ତାହା ଆମେ ଭାବିକି ଲେଖିବା। ଦେଖିପାରୁଥିବ ପିମ୍ପୁଡ଼ିଟି କହୁଛି ଝିଣ୍ଟିକା ଭାଇ, ତୁମେ ଏତେ ଉଚ୍ଚକୁ କେମିତି ଡେଇଁ ପାରୁଛ? ତାପରେ ଦେଖ ଏପଟେ ଝିଣ୍ଟିକା କହୁଛି ମୋର ପଛ ଗୋଡ଼ 2ଟା ଖୁବ୍ ଶକ୍ତ, ତେଣୁ ମୁଁ ଡେଇଁ ପାରୁଛି। ଦେଖିପାରୁଥିବ ଏଇ ଯେଉଁ ବଡ଼ ବଡ଼ ଗୋଡ଼ ଯାକ ତାର କ'ଣ ନା ବହୁତ ଷ୍ଟ୍ରଙ୍ଗ ଅଛି, ସେଥିପାଇଁ ସେ କ'ଣ କରୁଛି ନା ଡେଇଁ ପାରୁଛି। ପୁଣି ପିମ୍ପୁଡ଼ି କହୁଛି ଯେ ଆମର ବି ତୁମ ଭଳି 6ଟି ଗୋଡ଼ ଅଛି, ହେଲେ ଆମେ ତ ତୁମ ଭଳି ଡେଇଁ ପାରୁନାହୁଁ। ପୁଣି ଝିଣ୍ଟିକା କହୁଛି କ'ଣ ନା କିଛି କଥା ନାହିଁ ପିମ୍ପୁଡ଼ି ନାନୀ, ତୁମେ ତ ଧାଡ଼ି ବାନ୍ଧି କେତେ ସୁନ୍ଦର ଭାବେ ଚାଲିପାରୁଛ ବୋଲି ଏ କଥାଟାକୁ ଆମେ ଏମିତି ଲେଖିବା। ହେଲା, ତାପରେ 2 ନମ୍ବର, ବଣରେ ରହୁଥିବା 3ଟି ଲେଖାଏଁ ପଶୁପକ୍ଷୀର ନାମ କୋଠରେ ଲେଖ। ତ ପଶୁପକ୍ଷୀର ନାମ ଆମେ ଏଠି ଲେଖିବା। ପଶୁଙ୍କ ନାମ ଲେଖିବା କ'ଣ କ'ଣ ନା ବାଘ, ହାତୀ, ହରିଣ। ଏପଟେ ପକ୍ଷୀଙ୍କର ନାମ ଲେଖିବା ମୟୂର, ଶୁଆ ଆଉ କାଉ। 3 ନମ୍ବର, ଗୋଡ଼ ସଂଖ୍ୟା ଅନୁସାରେ ସାରଣୀ ପୂରଣ କର। ଗୋଡ଼ ନଥିବା ପ୍ରାଣୀ 2ଟି ଗୋଡ଼, 4ଟି ଗୋଡ଼, 6ଟି ଗୋଡ଼, 8ଟି ଗୋଡ଼, 10ଟି ଗୋଡ଼। ତ ଗୋଡ଼ ନଥିବା ପ୍ରାଣୀ ହେଉଛନ୍ତି କ'ଣ ନା ସାପ, ମାଛ, ଜିଆ, ଜୋକ। ଏମାନେ କ'ଣ କରନ୍ତି ନା ଘୋଷଡ଼ି ଚାଲନ୍ତି। ତ 2ଟି ଗୋଡ଼ ଥିବା ମଣିଷ, କାଉ, ଶୁଆ, ମୟୂର, ବିଶେଷତଃ ପକ୍ଷୀମାନେ ଆଉ ମଣିଷର 2ଟି ଗୋଡ଼ ଥାଏ। 4ଟି ଗୋଡ଼ ଗାଈ, କୁକୁର, ବିଲେଇ, ବାଘ। 6ଟି ଗୋଡ଼ ଥିବା ମଶା, ମାଛି, ପିମ୍ପୁଡ଼ି, ପ୍ରଜାପତି ଏମାନଙ୍କର। 8ଟି ଗୋଡ଼ ଥିବା ବୁଢ଼ିଆଣୀ, ମାଙ୍କଡ଼ସା। 10ଟି ଗୋଡ଼ ଥିବା କଙ୍କଡ଼ା। 10ଟିରୁ ଅଧିକ ଗୋଡ଼ ଥିବା ପ୍ରାଣୀ କିଏ ନା 10ଟିରୁ ଅଧିକ ଗୋଡ଼ ଥିବା ପ୍ରାଣୀ ହେଉଛି ବିଛା। ତାପରେ 4 ନମ୍ବର ହେଲା, ଆମେ ଆମ ପାଦର ଯତ୍ନ ନେବା କିପରି ନେବା? ଯେପରି ନିୟମିତ ନଖ କାଟିବା, ଆଉ କ'ଣ ବାହାରକୁ ଗଲେ ପାଦରେ ଚପଲ ପିନ୍ଧିବା। ଆଉ ଗୋଟେ କ'ଣ ହେଇପାରିବ ନା ପ୍ରତିଦିନ ଗାଧୋଇବା ସମୟରେ ପାଦକୁ ସାବୁନରେ ଭଲ ଭାବେ ସଫା କରିବା। ଆଉ କ'ଣ ଲେଖିବା, ଶୋଇବା ପୂର୍ବରୁ ପାଦକୁ ପରିଷ୍କାର ପାଣିରେ ଧୋଇ ଶୁଖିଲା କପଡ଼ାରେ ପୋଛିବା। 5 ନମ୍ବର, ତଳେ ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼। ହାତୀଟିଏ ବଣରେ ବୁଲୁଥିଲା। ହଠାତ୍ ତା ଗୋଡ଼ରେ କଣ୍ଟା ଫୁଟିଗଲା। ସେ ଆଉ ଚଳିପାରିଲେ ନାହିଁ। ଏତିକି ବେଳେ ମୂଷାଟିଏ ସେଠାରେ ପହଞ୍ଚିଲା।
ହାତୀ ଗୋଡ଼ରୁ କଣ୍ଟାଟିକୁ କାଟିଦେଲା। ହାତୀ ଖୁସି ହୋଇ ମୂଷାଟିକୁ ପିଠିରେ ବସାଇ ବୁଲିଲା। କେବଳ ଏଇଟା ପଢ଼ିବା ପାଇଁ ତୁମେମାନେ ମଧ୍ୟ ପଢ଼ିବ। 6 ନମ୍ବର, ନିମ୍ନ ଦିଆଯାଇଥିବା ପଶୁପକ୍ଷୀମାନଙ୍କର ନାମକୁ ସେମାନଙ୍କର ସ୍ୱର ସହିତ ଗାର ଟାଣି ଯୋଡ଼। ତ ଗାଈ କ'ଣ କରେ ନା ହମ ହମ ରଡ଼େ, ଛେଳି ମେ ମେ କରେ, କୋଇଲି କୁହୁ କୁହୁ କରେ, କାଉ କା କା କରେ, କୁକୁଡ଼ା କୁକୁଡ଼ୁ କୁକୁଡ଼ୁ କରେ। ଭାଷାର କଥା ଦେଖିବା। 1 ନମ୍ବର, ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ ଓ ପଢ଼ ଆଉ ଲେଖ। ତ ଏଇଠି ଯେପରି ଏଇଠି କିଛି ସାରଣୀ ଅଛି, ଏଥିରୁ ଆମେ କ'ଣ କରିବା ନା କିଛି ଶବ୍ଦ ନେବା। ଯେମିତି ଦେଖ, ଏଇଠି ଦୈନିକ ହେଇପାରିବ, ଦୈନିକ, ଦୈନିକ। ଝିଣ୍ଟିକା ମଧ୍ୟ ହେଇପାରିବ, କାନି ମଧ୍ୟ ହେଇପାରିବ। ଆଉ ଯାହା କିଛି ହେବ ତୁମେମାନେ ନିଜେ ଲେଖିବ ଏଠି ହେଲା। 2 ନମ୍ବର, ଦୁଇ କୋଠରୁ ମେଳ ଖାଉଥିବା ଶବ୍ଦକୁ ନେଇ ବାକ୍ୟ ଗଠନ କର। ଯେପରିକି ବାକ୍ୟ ଗଠନ କରିବା, ଜିଆକୁ ନେଇ ଲେଖିବା ଜିଆ ମାଟି ଭିତରେ ରହେ। ତାପରେ ଅଛି କୁକୁର ଘର ଜଗେ। ବର୍ଷା ଦିନେ ପାଣି ଜମେ। ଗଛ ଡାଳରେ କାଉଟିଏ ରାବୁଥାଏ। ଏହିପରି ତୁମେ ମଧ୍ୟ ଲେଖିପାରିବ। 3 ନମ୍ବର ଦେଇଛି, ତଳେ ଥିବା ଉତ୍ତରକୁ ପାଇବା ପାଇଁ ପ୍ରଶ୍ନଟିଏ ତିଆରି କର। ତ କ ହେଲା, ଜିଆ ଖାଦ୍ୟ ଖୋଜିବାକୁ ବାହାରିଲା। ପ୍ରଶ୍ନ କରିବା, ଜିଆ କାହିଁକି ବାହାରିଲା? ଖ, କୁକୁର 4ଟି ଗୋଡ଼। କୁକୁରର କେତୋଟି ଗୋଡ଼? ଗ ହେଲା, ପିମ୍ପୁଡ଼ିର ସାଙ୍ଗ ବିଛା ଥିଲା। ପିମ୍ପୁଡ଼ିର ସାଙ୍ଗ କିଏ ଥିଲା ବୋଲି ଆମେ ଲେଖିପାରିବା। ସୂତ ଲିଖନ କ'ଣ? ଶିକ୍ଷକ 10ଟି ଶବ୍ଦ ଡାକିବ, ତୁମେ ତାଙ୍କୁ କ'ଣ କରିବ ନା ନିଜେ ଲେଖିବ ହେଲା। ତ ମୁଁ ତୁମ ପାଇଁ ଏଠି କିଛି ଶବ୍ଦ ଦେଇଦେଇଛି, ତୁମେମାନେ କ'ଣ କରିବ ଏଠି ଲେଖିବ। ତାପରେ ଶୁଣ ଆଉ ବୁଝ ନା କିଛି ଧନ୍ଦା ଦେଇଛି, ତାକୁ ଆମେ ସଲ୍ଭ କରିବା ହେଲା। ରହେରେ ରହେ ମୁଁ, କୋରଡ଼ରେ ରହେ, ରାତିରେ ବୁଲେ ମୁଁ, ଦିନରେ ଶୁଏ, କହିଲ ଦେଖି ମୁହଁଟେ କିଏ? ତ ଉତ୍ତର ଲେଖିବ କ'ଣ? ପେଚା। ବେକରେ ତାହାର ନାଲି ଆଗାର, ଶାଗୁଆ ଦେହ ତା ଦେଶେ ସୁନ୍ଦର, ବାଙ୍କୁଲି ଥଣ୍ଟରେ ଫଳକୁ ଖାଏ, କହିଲ ପିଲାଏ ସେ ଅଟେ କିଏ? ତ ଉତ୍ତର ଲେଖିବ ଶୁଆ। ମାଉଁସ ଖାଏ ସେ ବଣରେ ରୁହେ, ଜାତୀୟ ପଶୁର ନାମଟି ବହେ, କହିଲ ପିଲାଏ ସେ ଅଟେ କିଏ? ତ ଏହାର ଉତ୍ତର ତୁମେ ନିଜେ ଲେଖିବ